ଦଉଛି ଲକ୍ଷ୍ମୀ ସାଗର, କେସ୍ ଦଉଛି ଲିଙ୍ଗରାଜ, ବାଇଟ୍ ଦଉଛି ଖଣ୍ଡଗିରି, କହୁଛି ଘଟଣା ଘଟିଥିଲା ବାଲଚନ୍ଦ୍ରପୁର ବିକ୍ରମଚଣ୍ଡରେ ବର୍ଷେ ତଳେ ଘଟିଥିଲା, କିଏ ଦେଲାନି। ମୁଁ ଅକ୍ଟୋବର ବୋଧେ 4 ଅକ୍ଟୋବର 29 ବୋଧେ କୋର୍ଟରେ କେସ୍ ହେଇଛି। ସେ ଗୋଟେ କଥା କହୁଛି ଯେ କାହିଁ ମୋତେ ଟେଲିଫୋନ୍ ଟଙ୍କା ନ ମାଗି କାହିଁ କେସ୍ କରିଦେଲେ। ଇଏ ତ ଆପଣ ସେ ଯେଉଁ ଦେଇଛି ସେ ନମ୍ବରଟା ଦେଖନ୍ତୁ, ଆପଣମାନେ ବି ସେଦିନ ଲଗେଇଥିଲେ। ଫୋନ୍ ଲାଗୁଛି? ଫୋନ୍ ଲାଗୁନାହିଁ। ଏକ ଦ୍ୱିତୀୟ କଥା ରହିଲା, ଆମେ ଟଙ୍କା ମାଗିବା ପାଇଁ 3 ଥର ମୋ ମ୍ୟାନେଜର ଯାଇଛି ବାଘାତିନିକି, ଲୁଚିଲା, ଆଜି ଦେବ କାଲି ଦେବ ଏଭଳିଆ କଥା କହିଲା। ଆମେ ଅପେକ୍ଷା କରିକରି ଅକ୍ଟୋବରରେ କେସ୍ କରିଛୁ, ଆଉ କେତେଦିନ ଅପେକ୍ଷା କରିଥାନ୍ତୁ। ଆଉ କେସ୍ କରିଛୁ ମାନେ କେସ୍ କେମିତି ଟଙ୍କା ଆଦାୟ କରାଯାଏ ସେ କଥା ବି ଜାଣିଛୁ। ଆଉ କହୁନି ଯେଉଁ ସାଦା ପେପର ନେଇଗଲେ, ସାଦା ପେପରରେ ନେଇଦେବୁ, ଆମେ ତା ଘରେ ଚାକିରି କରି ଯାଇନି। ଏଇଠି କହୁଛି ମିଡ଼ିଆ ସାମ୍ନାରେ, ନିଜେ ଲେଖିଛି, ନିଜେ କରିଛି, ସମସ୍ତ ତଥ୍ୟ ପ୍ରମାଣ ସହିତ ଅଛି। କୋର୍ଟ କାଗଜ ସିଏ ବି କିଣିଛି, ନୋଟାରୀକି ଯାଇକି ସିଏ କିଣିଛି ସମସ୍ତ ପ୍ରମାଣ ସହିତ। ତାପରେ ଲେଖିଛି, ମୁଁ ଲେଖିନି। ସେ ହାତ ଲେଖା କ'ଣ ଏବେ ସେ ଜାଣିନି ବୋଧେ। ଏବେ ଡେଭଲପ୍ କ'ଣ କରିଗଲାଣି ଦେଶ। ଆଇନକି ଆପଣମାନେ ଯେତେଟା କେସ୍ ହେଲାଣି ସବୁ ମିଥ୍ୟା ହେଲାଣି। ଆଇନକି ସମ୍ମାନ ଦେଉଛି, ଦେଉଥିବି। ଆଇନ ତା ବାଟରେ ଯାଉ। ଇଏ କିନ୍ତୁ ଯେତେ ପ୍ରକାର ଚେଷ୍ଟା ବାହାନା କଲେ କେସ୍ ସେ ଅମଧମ, ସେଟା କିଛି ପ୍ରଭାବ ପଡ଼ିବନି। ଟଙ୍କା ମୁଁ ତାଠୁ ନେବା କଥା ନେବି, ତାପରେ ବି ଯାହା ଅଲଗା ଗୋଟେ କାମ ହେଇଛି ସେ ଯେଉଁ ସେ ବାବଦରେ ବି ଟଙ୍କା ନେବି। ଟଙ୍କା ଯିବ, ଟଙ୍କା ନେବାରେ କେହି ଅଟକି ପାରିବେନି। 3 ମିଥ୍ୟା। ସବୁ ଯେତେ ଟଙ୍କା 4 ଟଙ୍କା କେସ୍ ସବୁ ଟଙ୍କା ମାଗିଲେ ଦୋଷ। ଟଙ୍କା ଦେଇଦିଅ, ତମେ ତମ ବାଟରେ ଆମେ ଆମ ବାଟରେ। ଟଙ୍କା ନଦେଲେ ନାଣ୍ଡୁ ଦଳ ଛାଡ଼ିବାର ସମ୍ଭାବନା ନାହିଁ। ସିଏ କିଏ କ'ଣ ତମେ ଏମିତି ଗପି ଦେଲେ ଭାବୁଛ ନାଣ୍ଡୁ ଦଳ ବିବ୍ରତ ହେଇଯିବ ମିଡ଼ିଆ। ମୁଁ ପୁରା ଆହୁରି କ'ଣ ଦେଖାଇନି, କାରଣ କାଗଜପତ୍ର ସହକାର ଅଛି, ସେଥିରେ କମ୍ପ୍ରମାଇଜ୍ କେଉଁଠି କରାଯିବନି। ଆଉ ଯେଉଁ କହୁନି ଚରିତ୍ର ଉପରେ ଆଜି ମୁଁ ଆପଣଙ୍କ ଆଗରେ, ଆପଣଙ୍କ ଏରିଆ ଲୋକ ସବୁ କଥା କହିପାରିବ କିଏ କ'ଣ। ଚରିତ୍ର କଥା ବହୁତ ଷ୍ଟାଫ୍ ବି ବିବୃତ୍ତି ଦେଇଛନ୍ତି, ଦେଖିବେ। ଚରିତ୍ର କଥା ତ୍ରୁଟି 1% ଆପଣ ଦେଖିପାରିବେନି। ମୋତେ ଚରିତ୍ର ଉପରେ ଆଙ୍ଗୁଳି ନେଇ ଦେଲା ତମ ସେ କ୍ୱାଲିଟି ଅଛି। ନାଣ୍ଡୁ ଦଳ ତମକୁ ଡାକିବ, ତ ନାଣ୍ଡୁ ଦଳ କାହାକୁ ଡାକିଲାନି। ତୁ ଏମିତି ତତେ ଡାକିଦେଲା, ଗୋଟାଏ ଦିନ ଆଇଛୁ କାମ କରିବା ପାଇଁ। ମୋର 15 ବର୍ଷ ମୋ ପାଖରେ ଷ୍ଟାଫ୍ ଅଛନ୍ତି। କାହାରିକି ଦିନ ଗୋଟିଏ ଗଲେ ମୁଁ ପାଟିକି ପଚାରିବି ନାଇଁ। ଯାତ୍ରାପାଟି ମ୍ୟାନେଜର ମୋର ଯାତ୍ରାପାଟି ଡିଲ୍ କରନ୍ତି। ମ୍ୟାନେଜର ଯେଉଁ ଯାହାକୁ କୁହନ୍ତି ପଇସା ଦିଏ, ପଇସା ବୁକିଂ କରେ, କାମ ମୋର ଠିକ୍, ପଇସା ଠିକ୍ ଦେଇ ତାଙ୍କ ବାଟରେ ଯାଆନ୍ତି। କୌଣସି ଷ୍ଟାଫ୍ ମୋ ସହିତ ପଚାରନ୍ତୁ, ମୋ ପାଖରେ ଯେତିକି ଅଛନ୍ତି, ଚରିତ୍ରଗତ କଥା କେହି କହିପାରିବେନି। ମୁଁ ଆଗକୁ ଛିଡ଼ା ହୁଅନ୍ତିନି। ଦମରେ କହୁଛି, ଯେଉଁମାନେ ଭୋଟ୍ ଦେଉଛନ୍ତି 25 ବର୍ଷ ଜାଣିଛନ୍ତି, ମୁଁ ନିର୍ବାଚନ ମଣ୍ଡଳୀ ଜାଣିଛି, ଆପଣମାନେ ବି ଜାଣିଛନ୍ତି ମୋ ଚରିତ୍ର ବିଷୟରେ। ଦୁନିଆ ଜାଣିଛି, ମୋ ମାଲିକ ସଂଘ ବି ସମାଜ ଜାଣିଛି। ଚରିତ୍ରଗତ କଥା କେହି କହିପାରିବେନି। ଚରିତ୍ର କଥା ଯିଏ କହିବ, ମୋତେ ହସ ଲାଗେ ବେଳେ ଏଇ କଥା ଶୁଣିକି। ଚରିତ୍ର ସେ କ'ଣ, ତାକୁ ମୁଁ ଚରିତ୍ର ଦେଖିଛି କ'ଣ କି? ସେ ଗୋଟେ ଏମିତି ସୁନ୍ଦରୀ, ମାନେ ଭାରତ ସୁନ୍ଦରୀ। ସେ କ'ଣ ତା ଲେବୁଲ୍ଟା ସେ ଜାଣିଲାଣି କ'ଣ?